ଆଉ ରହିବନି ବିଜୁଳି ଟେନସନ୍। ବିଜୁଳି ବିଲ୍ ପାଇଁ ବି ଚିନ୍ତା କରିବାକୁ ପଡ଼ିବନି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି, ଯେଉଁଥିରେ ଘରର ବିଜୁଳି ସମସ୍ୟା ଦୂର ହେବା ସହିତ ପୂରାପୂରି ମାଗଣାରେ ବ୍ୟବହାର କରିପାରିବେ। ନିକଟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ଏହି ଯୋଜନାର ଲାଭ ମିଳିବାକୁ ଯାଉଛି, ଯେଉଁଥିରେ ଦେଶର 1 କୋଟି ପରିବାର ପ୍ରଥମ ପର୍ଯ୍ୟାୟରେ ସାମିଲ ହେବାକୁ ଯାଉଛନ୍ତି। ବର୍ତ୍ତମାନ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଏହି ଯୋଜନା ଅଧୀନରେ ଲୋକମାନେ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ପାରିବେ। କେନ୍ଦ୍ର ସରକାର ଏଥିପାଇଁ ଅଧିକ ସବସିଡି ଯୋଗାଇ ଦେବେ। କିନ୍ତୁ ସବସିଡିକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏବେ 40% ନୁହେଁ ବରଂ ଲୋକଙ୍କୁ 60% ପର୍ଯ୍ୟନ୍ତ ସବସିଡି ଯୋଗାଇ ଦେବେ ମୋଦି ସରକାର। ଗରିବ ଏବଂ ମଧ୍ୟବର୍ତ୍ତୀ ପରିବାର ଲୋକଙ୍କୁ କିଭଳି ଅଧିକରୁ ଅଧିକ ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଲାଭ ମିଳିପାରିବ, ସେ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର। ଆଉ ଅଧିକ ସବସିଡି ଦେବାକୁ ଘୋଷଣା କରିବା ପରେ ଉତ୍ସାହିତ ହୋଇପଡ଼ିଛନ୍ତି ଜନତା। ଆଉ ଏହି ଯୋଜନାର ଆଉ ଏକ ବଡ଼ ଫାଇଦା ହୋଇଛି, ଲୋକମାନେ ସୋଲାର ପ୍ୟାନେଲ ଲଗାଇବା ପାଇଁ ବ୍ୟାଙ୍କରୁ ଲୋନ୍ ବି ନେଇପାରିବେ। ଅର୍ଥାତ୍ କେନ୍ଦ୍ର ସରକାର 60% ପର୍ଯ୍ୟନ୍ତ ସବସିଡି ଦେଉଥିବା ବେଳେ ବାକି 40% ଖର୍ଚ୍ଚ ଯାହା ହେବ ତାହା ବ୍ୟାଙ୍କରୁ ଲୋନ୍ ଆକାରରେ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଊର୍ଜା ମନ୍ତ୍ରୀ ଆର୍.କେ. ସିଂ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକ ଏହି ଯୋଜନାର ସର୍ବାଧିକ ଲାଭ ପାଇପାରିବେ ବୋଲି ସରକାର ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ପିଏମ୍ ସୂର୍ଯ୍ୟୋଦୟ ଯୋଜନାରେ ଦେଶର 1 କୋଟି ପରିବାର ସାମିଲ ହେବାକୁ ଘୋଷଣା କରିଥିଲେ ପିଏମ୍ ମୋଦି। ତେଣୁ ସବସିଡି ବୃଦ୍ଧି କରି ସରକାର ଚାହୁଁଛନ୍ତି ଯେ ଅଧିକରୁ ଅଧିକ ଲୋକ ଏହି ଯୋଜନାର ନିଜ ଘରେ ସୋଲାର ପ୍ୟାନେଲ ଲଗାଇ ପାରିବେ। ଏହି ଯୋଜନା ଅଧୀନରେ ସେହି ଲୋକମାନଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି ଯାହାଙ୍କ ମାସିକ ବିଦ୍ୟୁତ୍ ବ୍ୟବହାର 300 ୟୁନିଟ୍ରୁ ଅଧିକ ହେଉଛି। ସୋଲାର ପ୍ୟାନେଲ ଲଗାଇବା ପାଇଁ ଯଦି ଆପଣ କୌଣସି ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି, ତେବେ ତାଙ୍କ ଉପରେ କୌଣସି ଚାପ ପଡ଼ିବ ନାହିଁ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ପ୍ରତ୍ୟେକ ରାଜ୍ୟ ପାଇଁ ପୃଥକ ଏସ୍‌ପିଭି ଗଠନ କରାଯିବ। ସରକାରଙ୍କ ଠାରୁ ମିଳିଥିବା 60% ସବସିଡି ବ୍ୟତୀତ ଅବଶିଷ୍ଟ 40% ଏସ୍‌ପିଭିରୁ ଋଣ ରୂପେ ନେଇପାରିବେ। ଆଉ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ପରିବାରର ଯେତିକି ବିଜୁଳି ଆବଶ୍ୟକ ସେ ବ୍ୟବହାର କରିପାରିବେ ଏବଂ ଯେତିକି ବିଜୁଳି ବଳିବ ତାହାକୁ ସରକାର କିଣି ନେବେ। ଆଉ ଋଣ ଟଙ୍କା ସେଥିରୁ ମଧ୍ୟ କିଛି ପରିମାଣ ପରିଶୋଧ କରିହେବ। ଗତ ମାସରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଘୋଷଣା କରିଥିଲେ। ଏହାର ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 2ରେ ଲୋକସଭାରେ ବଜେଟ୍ ଉପସ୍ଥାପନା କରିଥିବା ବେଳେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଯୋଜନା ପାଇଁ 10,000 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଘୋଷଣାରେ କହିଥିଲେ ଯେ ପିଏମ୍ ସୂର୍ଯ୍ୟୋଦୟ ଯୋଜନା ମଧ୍ୟରେ ଲୋକମାନେ ବାର୍ଷିକ 15,000ରୁ 18,000 ଟଙ୍କା ସଞ୍ଚୟ କରିପାରିବେ। ଆପଣମାନେ ଯଦି ଏହି ପିଏମ୍ ସୂର୍ଯ୍ୟୋଦୟ ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ। ଆପଣମାନେ କିପରି ଆବେଦନ କରିବେ ମୁଁ ଆପଣମାନଙ୍କୁ ଆଗାମୀ ଭିଡ଼ିଓରେ ଜଣେଇବି। ଆପଣମାନେ ଏହି ସୂର୍ଯ୍ୟୋଦୟ ଯୋଜନାରେ ଆପଣଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ପାରିବେ। ଆପଣଙ୍କୁ ଏଥିରେ 60%ର ସବସିଡି ମିଳିବ ଓ 40% ଆପଣ ଏଥିରେ ଲଗାଇ ପାରିବେ। ଏହା ସେଇ 40% ଆପଣମାନେ ବ୍ୟାଙ୍କରୁ ମଧ୍ୟ ଲୋନ୍ ନେଇପାରିବେ। ଆପଣ ଲୋନ୍ ନେଲେ ଆପଣଙ୍କ ଉପରେ ମଧ୍ୟ କୌଣସି ପ୍ରେସର ଦିଆଯିବ ନାହିଁ। ଆପଣମାନେ ଯଦି ଏହି ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ କରିପାରିବେ। ଯଦି ଆପଣ ଚାହୁଁଛନ୍ତି, ତେବେ ଆପଣ କମେଣ୍ଟ କରନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଓ ସବସ୍କ୍ରାଇବ୍ ମଧ୍ୟ କରି ବେଲ୍ ଆଇକନ୍‌କୁ ଅଲ୍‌ରେ ପ୍ରେସ୍ କରିଦିଅନ୍ତୁ।